ओडिया साहित्य आलोचना परिवार को आपण मानक स्वागत करुच्ची। आज आम ए भिडियो आलोचना करवा एसएसबी ओडिया सिलेबस अनुजाई संभाव्य प्रश्न उत्तर 100 एमसीक्यू आम यही भिडियो आलोचना करवा। टेस्ट 2 टेस्ट 1 रे आम 100 प्रश्न उत्तर आलोचना करिछे, जार वीडियो लिंक डिस्क्रिप्शन रे अछि। दयापूर्वक आपण माने सेठू देखि पारंती। आसंतु आलोचना करिबा। प्रथम प्रश्न, एमानक मध्यरु केउ उपन्यासिक अतिबड़ी जगन्नाथ दास पुरस्कार लाभ करि नाहंती? उत्तर सुरेंद्र महांती। द्वितीय प्रश्न, प्रकाश काल अनुजाई सीताकांत महापात्रଙ୍କ कविता संकलनर उपयुक्त क्रम निरूपण कर। आर दृश्य, चढ़ई रे तू कि जानू, शब्दर आकाश, एवं चिरत नदी। प्रथम रे शब्दर आकाश रचना करथिले, तापरे चिरत नदी, तापरे आर दृश्य, तापरे चढ़ई रे तू कि जानू। सी हेबो राइट आंसर। मनोज दास केउ मसीहा रे अतिबड़ी जगन्नाथ दास पुरस्कार पाइथिले? उत्तर 2007 मसीहा। बासंती उपन्यासर प्रथम परिच्छेदटी किए लिखिथिले? अनंदा शंकर, कालीचरण, शरचंद्र, सारला देई। उत्तर कालिंदी चरण। पंचम प्रश्न, क्लांत प्रजापति नाटकर स्रष्टा किए? मनोरंजन दास, रामचंद्र मिश्र, कमललोचन महांती, गोपाल झोटराय। उत्तर मनोरंजन दास। कालीगुला नाटकर अनुवाद रे विश्वजीत दासंक रचित नाटकर नाम कौन? उत्तर सम्राट। केउ प्रबंध पुस्तक पाई भुवनेश्वर बेहेरा ओडिशा साहित्य एकाडेमी पुरस्कार पाइथिले? कथा लथा, गाँर डाक, अनसारी चाचा, शुण परीख। उत्तर शुण परीख। एथिमध्यरु केउंटी अल्प प्राण व्यंजन वर्ण? ग ग होची अल्प प्राण व्यंजन वर्ण। गोपाल प्रहराजंक उत्कल कहानी केते खंडरे प्रकाशित? 2 खंडरे प्रकाशित। उत्तर 2। मास्टर केउ प्रकार शब्द? मास्टर फरासी शब्द। ब्रह्मत्री महांती कविता संकलन स्तबक केतोटी पर्यायर विभक्त? 2टी पर्यायर विभक्त। करुणा सागर सागरज नायक कर अभय अभय बरदायक, एही पंक्तिटी रसकल्लोल काव्यर केउ छांदरू परिगृहीत? उत्तर प्रथम छांद। उत्कल गाउली गीत काहा द्वारा संकलित? उत्कल गाउली गीत चक्रधर महापात्र द्वारा संकलित। जातिरे मु जवन रे थिबा प्रबंध गुड़िक केउ पत्रिकार प्रकाश पाइथिला? यह नवरवि नवरवि पत्रिकार प्रकाश पाइथिला।
ରସକଲ୍ଲୋଳ କାବ୍ୟକୁ ଅନୁକରଣ କରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କେଉଁ କାବ୍ୟ ରଚନା କରିଥିଲେ? ଉତ୍ତର କଳା କୌତୁକ। କିଶୋରା ଚନ୍ଦ୍ରାନନ୍ଦ ଚମ୍ପୁରେ କେଉଁ କେଉଁ ଭାଷାର ସମାବେଶ ଘଟିଛି? କିଶୋରା ଚନ୍ଦ୍ରାନନ୍ଦ ଚମ୍ପୁରେ ସଂସ୍କୃତ ଓ ଓଡ଼ିଆ এই ଦୁଇଟି ଭାଷାର ସମାବେଶ ଘଟିଛି। ବଟୁଆକୁ କାହାର ପ୍ରତୀକ ଭାବେ ଲେଖକ ଗ୍ରହଣ କରିଛନ୍ତି? ବଟୁଆକୁ ଓଡ଼ିଆମୀର ପ୍ରତୀକ ଭାବେ ଗ୍ରହଣ କରାଯାଇଛି। କେଉଁଟି ଗୋପାଳ ଛୋଟରାୟଙ୍କ ପ୍ରଥମ ନାଟକ? ଫେରିଆ ଗୋପାଳ ଛୋଟରାୟଙ୍କ ପ୍ରଥମ ନାଟକ। ବର୍ଗର କେଉଁ ବର୍ଣ୍ଣ ମହାପ୍ରାଣ ବ୍ୟଞ୍ଜନ ଧ୍ୱନି ହୋଇଥାଏ? ବର୍ଗର କେଉଁ ବର୍ଣ୍ଣ ମହାପ୍ରାଣ ବ୍ୟଞ୍ଜନ ଧ୍ୱନି ହୋଇଥାଏ? ଉତ୍ତର ଦ୍ୱିତୀୟ ଓ ଚତୁର୍ଥ। ଏମାନଙ୍କ ମଧ୍ୟରୁ କେଉଁଟି ନାସିକ୍ୟ ବର୍ଣ୍ଣ ନୁହେଁ? ର, ମ, ନ, ଣ। ର ହେବ। ର ନାସିକ୍ୟ ବର୍ଣ୍ଣ ନୁହେଁ। ସର୍ବହରାର ରକ୍ତ ନେଇ ସେ ଗୋଲାପ ଗଛ ବଢ଼ିଛି, କାଟିଦିଅ ତାକୁ, ଦଳି ଦିଅ ସେ ଗୋଲାପ ଫୁଲକୁ ପାଦ ତଳେ। ଏହା କେଉଁ ପ୍ରବନ୍ଧରୁ ଆନିତ? ଏହା କଖାରୁ ଫୁଲ ପ୍ରବନ୍ଧରୁ ଆନିତ। ରମାକାନ୍ତ ରଥଙ୍କ କେଉଁ କବିତାରେ ମଥୁରା ମଙ୍ଗଳ କାବ୍ୟର ଭାବାଦର୍ଶନ ରହିଛି? ଉତ୍ତର ସପ୍ତମ ଋତୁ। ଚମ୍ପୁରେ ସୁଚତୁରୀ ଦ୍ୟୁତି ଚରିତ୍ର ଜଣକ କିଏ? ଉତ୍ତର ଲଳିତା। ଲଳିତା ହେବ। କେଉଁଟି ରତ୍ନାକର ଚୈନୀଙ୍କର ଏକ ଏକାଙ୍କିକା ପୁସ୍ତକ? ଅନେକ କାକ୍ଟସ୍। ଗୋପୀନାଥ ମହାନ୍ତିଙ୍କ ଶେଷ ପ୍ରକାଶିତ ଉପନ୍ୟାସଟି କ'ଣ? ଅନାମ। ମାଟିମଟାଳ ଉପନ୍ୟାସ ଗୋପୀନାଥ ମହାନ୍ତି କାହାକୁ ଉତ୍ସର୍ଗ କରିଛନ୍ତି? ମା, ଭାଇ, ବାପା, ଝିଅ। କାହାକୁ? ବାପାଙ୍କୁ। ବାପା ହେବ ରାଇଟ୍ ଆନ୍ସର। ରସକଲ୍ଲୋଳ କାବ୍ୟର ପ୍ରଥମ ଛାନ୍ଦ ସଂଖ୍ୟା କେତେ? 22। ପର ଲାଙ୍ଗୁଡ଼ ଧରା ବଡ଼ ଲୁକି ନୁହେଁ, ସେ ଗୋଲାମର ଗୋଲାମୀ ମାତ୍ର। ଏହା କେଉଁ ପ୍ରବନ୍ଧରୁ ଆନିତ? ଏହା ବଟୁଆ ପ୍ରବନ୍ଧରୁ ଆନିତ। 29 ନମ୍ବର ପ୍ରଶ୍ନ। କଏଦୀ କେଉଁ ପ୍ରକାର ଶବ୍ଦ? ପାର୍ସି, ତୁର୍କୀ, ଆରବୀ, ଇଂରାଜୀ। କଏଦୀ ଆରବୀ ଶବ୍ଦ। ଚଷମା କେଉଁ ପ୍ରକାର ଶବ୍ଦ? ଚଷମା ପାର୍ସି ଶବ୍ଦ। ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନର ପଟ୍ଟଭୂମିରେ କେଉଁ ନାଟକ ରଚିତ? ଅଗଷ୍ଟ 9। ମହାତ୍ମା ଗାନ୍ଧୀଙ୍କ ମନୋରଞ୍ଜନ ଦାସଙ୍କ ଏକମାତ୍ର ଐତିହାସିକ ନାଟକ କେଉଁଟି? ବକ୍ସି ଜଗବନ୍ଧୁ। ଗୋପୀନାଥ ମହାନ୍ତି କେଉଁ ଉପନ୍ୟାସ ପାଇଁ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି? ଉତ୍ତର ମାଟିମଟାଳ। ସମସ୍ତଙ୍କର ବିଶ୍ରାମ ଅଛି, ନାହିଁ ଖାଲି ମଣିଷର। ଏହା କେଉଁ ଉପନ୍ୟାସରୁ ଆସିଛି? ଏହା ପରଜା ଉପନ୍ୟାସରୁ ଆସିଛି। ପରଜା। ସମସ୍ତଙ୍କର ବିଶ୍ରାମ ଅଛି,
ନାହିଁ ଖାଲି ମଣିଷର। ଏହା ପରଜା ଉପନ୍ୟାସରେ ଆସିଛି। କେଉଁ ପୁସ୍ତକ ପାଇଁ ରମାକାନ୍ତ ରଥ ସରସ୍ୱତୀ ସମ୍ମାନର ଅଧିକାରୀ? ଉତ୍ତର ଶ୍ରୀରାଧା। ରମାକାନ୍ତ ରଥ କେଉଁ କବିତା ଗ୍ରନ୍ଥ ପାଇଁ 1978 ଖ୍ରୀଷ୍ଟାବ୍ଦରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ? ସପ୍ତମ ଋତୁ। ମନୋରଞ୍ଜନ ଦାସଙ୍କ ପ୍ରଥମ ନାଟକ କେଉଁଟି? ଯୌବନ। ଯୌବନ ହେଉଛି ପ୍ରଥମ ନାଟକ। ଗଙ୍ଗାଧରଙ୍କ କେଉଁ କାବ୍ୟକୁ ମୈଥିଳୀ ଚରଣ ଗୁପ୍ତଙ୍କ ସାକେତ କାବ୍ୟ ସହିତ ତୁଳନା କରାଯାଏ? ଉତ୍ତର ତପସ୍ୱିନୀ। ରାଧାନାଥଙ୍କ ପ୍ରସ୍ତାବ କ୍ରମେ ଗଙ୍ଗାଧର କେଉଁ କାବ୍ୟର ଛନ୍ଦ ପରିବର୍ତ୍ତନ କରିଥିଲେ? ଅହଲ୍ୟାସ୍ତବ। କବିତା କଲ୍ଲୋଳ କେତୋଟି କବିତାର ସମାହାର? କବିତା କଲ୍ଲୋଳ 5ଟି କବିତାର ସମାହାର। ବିଭାବ, ଅନୁଭାବ ଓ ସଞ୍ଚାରୀ ଭାବର ସଂଯୋଜକରେ ରସ ନିଷ୍ପନ୍ନ ହୁଏ। ଏହା କିଏ କହିଛନ୍ତି? ଏହା ଭରତମୁନି କହିଛନ୍ତି। ଏଥିମଧ୍ୟରୁ କେଉଁଟି ତଦ୍ଭବ ଶବ୍ଦ ନୁହେଁ? ଷଢ଼େଇ। ଷଢ଼େଇ ତଦ୍ଭବ ଶବ୍ଦ ନୁହେଁ। ଗରମ, ଦହି, ଫେଣ ସବୁ ଶବ୍ଦ ତଦ୍ଭବ ଶବ୍ଦ। କେଉଁ ପୁସ୍ତକ ପାଇଁ ରତ୍ନାକର ଚଇନି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ? ଉତ୍ତର କଳଙ୍କିତ ସୂର୍ଯ୍ୟ। ବଟୁଆ ପ୍ରବନ୍ଧର ପ୍ରାବନ୍ଧିକ କିଏ? ବଟୁଆ ପ୍ରବନ୍ଧର ପ୍ରାବନ୍ଧିକ କିଏ? ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ। ଶୁକ୍ରଜାନୀ ଗୋପୀନାଥ ମହାନ୍ତିଙ୍କ କେଉଁ ଉପନ୍ୟାସର ଚରିତ୍ର? ଅଧିକାଂଶ ଏହାର ଉତ୍ତର ଜାଣିଛନ୍ତି। ପରଜା। ଓଡ଼ିଆ କେବେ ପ୍ରବନ୍ଧ ସଂକଳନରେ ଥିବା ପ୍ରବନ୍ଧ ଗୁଡ଼ିକୁ କେତେ ଭାବରେ ବିଭକ୍ତ କରାଯାଇଛି? ଓଡ଼ିଆ କେବେ ପ୍ରବନ୍ଧ ସଂକଳନରେ ଥିବା ପ୍ରବନ୍ଧ ଗୁଡ଼ିକୁ କେତେ ଭାବରେ ବିଭକ୍ତ କରାଯାଇଛି? 3 ଭାଗରେ। ବାସ୍ତବବାଦର ପ୍ରତିଷ୍ଠାତା କିଏ? ବାଲଜାକ୍ ପ୍ଲେବୟ। କରଣ କାରକରେ କେଉଁ ବିଭକ୍ତି ହୁଏ? କରଣ କାରକରେ ତୃତୀୟ ବିଭକ୍ତି ହୁଏ। ଅର୍ଘ୍ୟଥାଳୀ କବିତା ସଂକଳନରେ କେତେ ଗୋଟି କବିତା ସ୍ଥାନ ପାଇଛି? ଉତ୍ତର 39 ଗୋଟି। କେଉଁ ଦେଶରେ ବାସ୍ତବବାଦ ପ୍ରଥମେ ଏକ ମତବାଦ ଭାବରେ ଦେଖା ଦେଇଥିଲା? ଉତ୍ତର ଫ୍ରାନ୍ସ। ମଣିଷ କାନ୍ଦେ କିନ୍ତୁ କାନ୍ଦିବାଟା ତାର ଦୁର୍ବଳତା ନୁହେଁରେ, ସେ ଦୁର୍ବଳ ବୋଲି କାନ୍ଦେ। ପ୍ରଦତ୍ତ ଉକ୍ତିଟି ନିତ୍ୟାନନ୍ଦ ମହାପାତ୍ରଙ୍କ କେଉଁ ପ୍ରବନ୍ଧରୁ ଆସିଛି? ଉତ୍ତର ପତ୍ର ପ୍ରତିମା। କିଏ ରସ ପ୍ରସଙ୍ଗର ବିଶିଷ୍ଟ ପୃଷ୍ଠପୋଷକ ଥିଲେ ମଧ୍ୟ କେବଳ ଶୃଙ୍ଗାର ରସକୁ ପ୍ରାଧାନ୍ୟ ଦେଇଛନ୍ତି? ରାଜା ଭୋଜ। ଉତ୍ତର ରାଜା ଭୋଜ। ଗୋପୀନାଥ ମହାନ୍ତି କେତେ ମସିହାରେ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି?
1973 ମସିହାରେ। ଝଡ଼ର ଇଗଲ ଧରଣୀର କୃଷ୍ଣସାର କେଉଁ ପତ୍ରିକାରେ ପ୍ରକାଶିତ? ଝଡ଼ର ଇଗଲ ଧରଣୀର କୃଷ୍ଣସାର କେଉଁ ପତ୍ରିକାରେ ପ୍ରକାଶିତ ହେଉଥିଲା? ସହକାର। ଉତ୍ତର ସହକାର। ଅଖିଳ ମୋହନ ପଟ୍ଟନାୟକ କେଉଁ ରଚନା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? ଉତ୍ତର ସି ଅନ୍ଧଗଳି। ପାଟ ଦେଇ ଗଳ୍ପଗୁଚ୍ଛରେ କେତୋଟି ଗଳ୍ପ ସଂକଳିତ? 12ଟି। କେଉଁ ଗଳ୍ପଟି ଅର୍ଥନୈତିକ ସମସ୍ୟା ଉପରେ ଆଧାରିତ ନୁହେଁ? ଝରିଲା ପତ୍ର ଟୋପାଏ ଲୁହ। କେଉଁ ଉପନ୍ୟାସ ପାଇଁ ସୁରେନ୍ଦ୍ର ମହାନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି? ନୀଳଶୈଳ। ସୁରେନ୍ଦ୍ର ମହାନ୍ତିଙ୍କ ଅତୀତ ଅନୁଭୂତି ସିଦ୍ଧ ଅଭିବ୍ୟକ୍ତିର ସାର୍ଥକ ପରିଚୟ କେଉଁ ଉପନ୍ୟାସ? ନୀଳାଦ୍ରି ବିଜୟ। ବୀରରସର ବର୍ଣ୍ଣ କ'ଣ? 60 ନମ୍ବର ପ୍ରଶ୍ନ। ବୀରରସର ବର୍ଣ୍ଣ କ'ଣ? ସୁବର୍ଣ୍ଣ। ହାସ୍ୟରସର ବର୍ଣ୍ଣ କ'ଣ? ଶ୍ଵେତ। କେଉଁ ନାଟକରେ ଶିଳ୍ପୀ ମୋହନର କଥା ରହିଛି? ଭରସା ନାଟକରେ। ଦୀନକୃଷ୍ଣ ଦାସ କେଉଁ ଛାନ୍ଦରେ ରସକଲ୍ଲୋଳ କାବ୍ୟରେ ଗ୍ରୀଷ୍ମ ଋତୁର ବର୍ଣ୍ଣନା କରିଛନ୍ତି? ପଞ୍ଚଦଶ ଛାନ୍ଦରେ। କେଉଁ କବିତା ସଂକଳନ ନିମନ୍ତେ କବି ବ୍ରହ୍ମତ୍ରୀ ମହାନ୍ତିଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଛି? ଦୃଷ୍ଟିର ଦ୍ୟୁତି। କେଉଁ କୃଦନ୍ତ ଶବ୍ଦଟି କର୍ତ୍ତୃବାଚ୍ୟ ନୁହେଁ? ଉତ୍ତର ବାଜା। ସୀତାକାନ୍ତ ମହାପାତ୍ରଙ୍କ ପ୍ରଥମ କବିତା ସଂକଳନର ନାମ କ'ଣ? ସୀତାକାନ୍ତ ମହାପାତ୍ରଙ୍କ ପ୍ରଥମ କବିତା ସଂକଳନର ନାମ କ'ଣ? ସମୁଦ୍ର, ଅଷ୍ଟପଦୀ, ଦୃଷ୍ଟଦ୍ୟୁତି, ଦୀପ୍ତି ଓ ଦ୍ୟୁତି। ଉତ୍ତର ଦୀପ୍ତି ଓ ଦ୍ୟୁତି। ଦୃଷ୍ଟଦ୍ୟୁତି ବ୍ରହ୍ମତ୍ରୀ ମହାନ୍ତିଙ୍କର। এই প্রশ্নর উত্তর দীপ্তি ও দ্যুতি। ସୀତାକାନ୍ତଙ୍କ କେଉଁ କବିତା ଗ୍ରନ୍ଥ ଅଭିବ୍ୟକ୍ତିର ନୂଆ ମୋଡ଼ ବୋଲି ସୁରେନ୍ଦ୍ର ମହାନ୍ତି କହିଛନ୍ତି? ସମୁଦ୍ର। ସମଗ୍ର କୃତି ପାଇଁ ସୀତାକାନ୍ତ ମହାପାତ୍ର କେବେ ଜ୍ଞାନପୀଠ ପୁରସ୍କାର ପାଇଥିଲେ? 1993। ଶବ୍ଦର ଆକାଶର ପ୍ରଥମ କବିତା କେଉଁଟି? ଏରୋଡ୍ରମ୍। ପାଣ୍ଡୁଲିପି କାବ୍ୟ କେଉଁ କେଉଁ ଶୀର୍ଷକରେ ବିରାଜିତ? ଧୂସର ଓ ଲୋହିତ। ବୀଣାପାଣି ମହାନ୍ତିଙ୍କ ପ୍ରଥମ ଗଳ୍ପ ସଂକଳନ କେଉଁଟି? ନବତରଙ୍ଗ। ଶବରୀପାଙ୍କ ଚର୍ଯା ଗୀତିକା ନମ୍ବର 50ର ନାମ କେଉଁଟି? ମତ୍ତଶବର ମୃତ୍ୟୁଚର୍ଯ୍ୟା। ଏହା ହେଉଛି 50 ନମ୍ବର ଚର୍ଯା ଗୀତିକା ଶବରୀପାଙ୍କ।
ସାରଳାଙ୍କ ସମୟକୁ ପ୍ରତାପରୁଦ୍ରଙ୍କ ପୂର୍ବବର୍ତ୍ତୀ ସମୟ ବୋଲି କେଉଁ ସମାଲୋଚକ ମତ ଦିଅନ୍ତି? ମୃତ୍ୟୁଞ୍ଜୟ ରଥ। 1921ରୁ 1952 ମସିହାର ରାଜନୈତିକ ପୃଷ୍ଠଭୂମିରେ କେଉଁ ଉପନ୍ୟାସ ରଚିତ? ଅନ୍ଧ ଦିଗନ୍ତ। ଜଣେ ଶିଳ୍ପୀ ଜୀବନର ସମସ୍ୟା କେଉଁ ଉପନ୍ୟାସରେ ରୂପ ପାଇଛି? ବଧୂ ଓ ପ୍ରିୟା। ଖଣ୍ଡ କ୍ଷୀରର ଅର୍ଥ କ'ଣ ବୋଲି ଜଗନ୍ନାଥ ଦାସ କହିଛନ୍ତି? ଖଣ୍ଡ କ୍ଷୀରର ଅର୍ଥ ହରିରସ। ମଥୁରାକୁ କେଉଁ ଅର୍ଥରେ ବର୍ଣ୍ଣନା କରାଯାଇଛି? ମଥୁରାକୁ କେଉଁ ଅର୍ଥରେ ବର୍ଣ୍ଣନା କରାଯାଇଛି? ପିଣ୍ଡ। ପିଣ୍ଡ ଅର୍ଥରେ ମଥୁରାକୁ ବର୍ଣ୍ଣନା କରାଯାଇଛି। ଶୃଙ୍ଗାର ରସର ଅନୁଭାବ କେଉଁଠି? ଶୃଙ୍ଗାର ରସର ଅନୁଭାବ କଟାକ୍ଷ। ଶୃଙ୍ଗାର ରସର ବ୍ୟଭିଚାର ଭାବ ବା ସଞ୍ଚାରୀ ଭାବର ଭାବ କ'ଣ? ଶୃଙ୍ଗାର ରସର ବ୍ୟଭିଚାରୀ ଭାବ ବା ସଞ୍ଚାରୀ ଭାବ କ'ଣ? ଉଗ୍ରତା। ବୀରରସର ଦେବତା କିଏ? ବୀରରସର ଦେବତା ଇନ୍ଦ୍ର। ନିଶାକାଳ ବୋଲି କାହାକୁ କୁହାଯାଇଛି? ଅର୍ଥ କୋଇଲିରେ ନିଶାକାଳ ବୋଲି କାହାକୁ କୁହାଯାଇଛି? ଚକ୍ଷୁ। କେତୋଟି ଡାଳ ଏ ପିଣ୍ଡକୁ ଆବରି ଧରିଛି? ଅର୍ଥ କୋଇଲି ଅନୁସାରେ କେତୋଟି ଡାଳ ଏ ପିଣ୍ଡକୁ ଆବରି ଧରିଛି? 4ଟି। ବୈକୁଣ୍ଠନାଥ ପଟ୍ଟନାୟକ କେବେ ଓ କେଉଁ ଲେଖା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି? ଉତ୍ତରାୟଣ ପାଇଁ 1965 ଖ୍ରୀଷ୍ଟାବ୍ଦରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ଶୃଙ୍ଗାର ରସର ସ୍ଥାୟୀ ଭାବ କ'ଣ? ଶୃଙ୍ଗାର ରସର ସ୍ଥାୟୀ ଭାବ ରତି। ଶୃଙ୍ଗାର ରସର ଅଧିଦେବତା କିଏ? ଶୃଙ୍ଗାର ରସର ଅଧିଦେବତା ବିଷ୍ଣୁ। ଜଣେ ଭଲ ଶିକ୍ଷକ ହେଲେ ମଧ୍ୟ ସେ ଜେଲ୍ ଯାଆନ୍ତି ଓ ପରେ ବରଖାସ୍ତ ମଧ୍ୟ ହୁଅନ୍ତି। ଏହା କେଉଁ ଗଳ୍ପରେ ଘଟିଛି? ଏହା ରୂପନାରାୟଣ ସାହା ଗଳ୍ପରେ ଘଟିଛି। ବିନୟ ତୋଷ ଭଟ୍ଟାଚାର୍ଯ୍ୟଙ୍କ ମତରେ ଶବରୀପାଙ୍କ ସମୟ କେଉଁଟି? ଖ୍ରୀଷ୍ଟାବ୍ଦ 657। ଲାମା ତାରନାଥଙ୍କ ବିବରଣୀରେ ଶବରୀପା କେଉଁ ନାମରେ ଆଖ୍ୟାତ? ନବସରହ। ନବସରହ। ହଂସଗୀତି କେଉଁ ଧରଣର ଉପନ୍ୟାସ? ହଂସଗୀତି ସାମାଜିକ ଉପନ୍ୟାସ। ଅର୍ଥ କୋଇଲି କେଉଁ କୋଇଲିର ଏକ ଆଧ୍ୟାତ୍ମିକ ବ୍ୟାଖ୍ୟା? ଅର୍ଥ କୋଇଲି କେଶବ କୋଇଲିର ଆଧ୍ୟାତ୍ମିକ ବ୍ୟାଖ୍ୟା। ଅର୍ଥ କୋଇଲିରେ କୋଇଲି କାହାକୁ କୁହାଯାଇଛି? ଶ୍ରୀକୃଷ୍ଣଙ୍କୁ। ମୋ ଫୁଟା ଡଙ୍ଗାର କାହାଣୀ କେବେ ପ୍ରକାଶିତ? 1989। 1989ରେ। ପୁତ୍ରାନନ୍ଦ କେବେ ଜନ୍ମଗ୍ରହଣ କରିଥିଲେ? 1915। ସୁରେନ୍ଦ୍ର ମହାନ୍ତିଙ୍କ ପ୍ରଥମ ଉପନ୍ୟାସ କେଉଁଟି? କଲେଜ ବୟ। ବୀଣାପାଣି ମହାନ୍ତି କେବେ କଥା ସାହିତ୍ୟ ପାଇଁ ସାହିତ୍ୟ ଭାରତୀ ସମ୍ମାନରେ ସମ୍ମାନିତା? 2001। ଅଖିଳ ମୋହନ ପଟ୍ଟନାୟକଙ୍କ ପ୍ରଥମ ଗଳ୍ପ ସଂକଳନ କେଉଁଟି?
ଝଡ଼ରଇଗଲ ଧରଣୀର କୃଷ୍ଣସାର। ଅଖିଳ ମୋହନଙ୍କ ପ୍ରଥମ ଗଳ୍ପ କେଉଁଟି? ସପନ। କିଏ ସମଗ୍ର ରସ ମଧ୍ୟରେ ଅଦ୍ଭୁତ ରସକୁ ପ୍ରାଧାନ୍ୟ ଦେଇଛନ୍ତି? ବିଶ୍ୱନାଥ କବିରାଜ। ସ୍ଥାୟୀ ଭାବର ଉଦ୍ବୋଧକ କିଏ? ସ୍ଥାୟୀ ଭାବର ଉଦ୍ବୋଧକ ବିଭାବ। ଶେଷ ପ୍ରଶ୍ନ, ସଚିତ୍ର ଅନ୍ଧାର କବିତା ପୁସ୍ତକ ପାଇଁ ରମାକାନ୍ତ ରଥ କେଉଁ ପୁରସ୍କାର ପ୍ରାପ୍ତ? ଜ୍ଞାନପୀଠ, ସାରଳା ପୁରସ୍କାର, ଅତିବଡ଼ି ଜଗନ୍ନାଥ ଦାସ, ମୂର୍ତ୍ତିଦେବ ପୁରସ୍କାର। ଉତ୍ତର ସାରଳା ପୁରସ୍କାର। ଇଏ ଥିଲା 100ଟି ପ୍ରଶ୍ନ ଉତ୍ତର। ବର୍ତ୍ତମାନ ଆପଣମାନଙ୍କ ନିମନ୍ତେ ପ୍ରଶ୍ନ ଉତ୍ତର କମେଣ୍ଟ ବକ୍ସରେ ଲେଖିବେ। ପ୍ରଥମ ପ୍ରଶ୍ନ, ଅପତ୍ୟ ଶୂନ୍ୟ ନାରୀ ଅନ୍ୟର ସନ୍ତାନମାନଙ୍କୁ ଅନାଇ ରହେ ବାତ୍ସଲ୍ୟ ସ୍ନେହରେ ନା ଈର୍ଷାରେ? ବ୍ରହ୍ମତ୍ରୀ ମହାନ୍ତିଙ୍କ ଏହା କେଉଁ କବିତା ସଂକଳନରେ ରହିଛି? ଦୃଷ୍ଟଦ୍ୟୁତି, ସ୍ରୋତସ୍ୱତୀ, ସେତୁବନ୍ଧ, ଅବତରଣ। ଉତ୍ତର କମେଣ୍ଟ ବକ୍ସରେ ଦେବେ। ଦ୍ୱିତୀୟ ପ୍ରଶ୍ନ, କଫି କେଉଁ ପ୍ରକାର ଶବ୍ଦ? ପର୍ତ୍ତୁଗୀଜ, ପାର୍ସି, ତୁର୍କୀ, ଆରବୀ। ସେହିଭଳି ତୃତୀୟ ପ୍ରଶ୍ନ, ଭୟାନକ ରସର ବର୍ଣ୍ଣ କ'ଣ? ନାରଙ୍ଗୀ, ନୀଳ, କପୋତ, କୃଷ୍ଣ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ଆପଣମାନେ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ସାଙ୍ଗମାନଙ୍କ ଭିତରେ ସେୟାର କରନ୍ତୁ। ଆମ ଟେଲିଗ୍ରାମ ଗ୍ରୁପରେ ଯୋଡ଼ି ହେବା ପାଇଁ ଲିଙ୍କ୍ ଡେସ୍କ୍ରିପସନ୍ରେ ଅଛି, ଲିଙ୍କ୍ ଦ୍ୱାରା ଯୋଡ଼ି ହୁଅନ୍ତୁ। ଏବଂ ଶେଷରେ ଆପଣମାନଙ୍କୁ ସମସ୍ତଙ୍କୁ ଆଗାମୀ ପରୀକ୍ଷା ନିମନ୍ତେ ଓଡ଼ିଆ ସାହିତ୍ୟ ଆଲୋଚନା ପରିବାର ତରଫରୁ ଅଲ୍ ଦି ବେଷ୍ଟ। ଥ୍ୟାଙ୍କ ୟୁ।